ପୁରୀ ମନ୍ଦିରର ଚାରି ଦ୍ୱାର ଖୋଲା ହେଲା ପରେ ଏବେ ବାବୁସାନ ନିଜ ପରିବାର ଲୋକଙ୍କ ସହିତ ପୁରୀ ବୁଲିବା ପାଇଁ ଯାଇଥିବାର ଦେଖିବାକୁ ମିଳିଛି। ତାହେଲେ ନିର୍ବାଚନରେ ଜିତିଲା ପରେ ଏବେ ପୁରୀ ମନ୍ଦିରକୁ ଯାଇଛନ୍ତି ବାବୁସାନ ମହାନ୍ତି। ତ ଆପଣମାନେ ଜାଣିଥିବେ ବାବୁସାନଙ୍କ ଚଳଚ୍ଚିତ୍ର ପାୱାର ଏବେ ରିଲିଜ୍ ହୋଇଛି। ଆଉ ଏହି ଚଳଚ୍ଚିତ୍ରରେ ବାବୁସାନ ଗୋଟିଏ ସରପଞ୍ଚ କ୍ୟାରେକ୍ଟରରେ ଅଭିନୟ କରିଛନ୍ତି। ପ୍ରତ୍ୟେକ ଗାଁର ରିଅଲ ଷ୍ଟୋରିକୁ ନେଇ ଏହି ସିନେମାଟି ତିଆରି ହୋଇଛି। ତ ଏହି ଚଳଚ୍ଚିତ୍ରରେ ବାବୁସାନ ମହାନ୍ତି ଇଲେକ୍ସନ୍ ଲଢ଼ିଛନ୍ତି। ଆଉ ଇଲେକ୍ସନ୍ ଲଢ଼ି ସରପଞ୍ଚ ବି ମଧ୍ୟ ହୋଇଛନ୍ତି। ଗାଁର ଲୋକହିତକର କାର୍ଯ୍ୟ କିପରି ଭାବେ ସରପଞ୍ଚ ହୋଇ ବାବୁସାନ କରୁଛନ୍ତି ଏହି ସିନେମାରେ ଆପଣମାନେ ଦେଖିବାକୁ ପାଇବେ। ତାହେଲେ ଇଲେକ୍ସନ୍ ଜିତିବା ପରେ ଏବେ ବାବୁସାନ ମହାନ୍ତି ପୁରୀ ବୁଲିବା ପାଇଁ ଯାଇଛନ୍ତି। ସାଙ୍ଗରେ ଅମ୍ଳାନ ଓ ଶିବାନୀ ବି ମଧ୍ୟ ରହିଛନ୍ତି। ତ ଆପଣମାନେ ଜାଣିଥିବେ ବାବୁସାନଙ୍କ ପାୱାର ଚଳଚ୍ଚିତ୍ର ପରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ମାଲ୍ୟଗିରି 2ର ସୁଟିଂରେ ବ୍ୟସ୍ତ ରହିବେ। ତ ମାଲ୍ୟଗିରି 2ର ସୁଟିଂ ପୂର୍ବରୁ ଏବେ ମାଲ୍ୟଗିରି ଟିମ୍ ସମସ୍ତେ ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଛନ୍ତି। ଆଉ ସେଠାରେ ଆଗାମୀ ମାଲ୍ୟଗିରିର ସଫଳତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ତାହେଲେ ଚାରି ଦ୍ୱାର ଖୋଲା ହେଲା ପରେ ବାବୁସାନ ମହାନ୍ତି ନିଜ ପରିବାର ଲୋକଙ୍କ ସହିତ ଓ ଅନ୍ୟ କିଛି ଆକ୍ଟରଙ୍କ ସହିତ ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।